ଦେଖନ୍ତୁ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନମସ୍କାର। ଆଜି ଆମେ ସମସ୍ତେ ଜାଣିଛନ୍ତି ଯେ ଲଗାତାର 3 ଦିନ ଧରିକି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ମହୋଦୟ ଓଡ଼ିଶାରେ ରହିଥିଲେ ଏବଂ ଓଡ଼ିଶାରେ ତାଙ୍କର ଏହି 3 ଦିବସୀୟ ରହିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ତଥା ଐତିହାସିକ କାମମାନ ଆମେ ସମସ୍ତେ ତାକୁ ଦେଖିଛେ। ସାରା ଦେଶର ଯେଉଁ ଡିଜି କନଫରେନ୍ସ ଭୁବନେଶ୍ୱରରେ ଆୟୋଜିତ ହେଲା, এই 3 ଦିବସୀୟ ଡିଜି କନଫରେନ୍ସରେ ମାନନୀୟ ପ୍ରଧାନମନ୍ତ୍ରୀ ମାନନୀୟ ଗୃହମନ୍ତ୍ରୀଙ୍କର ଉପସ୍ଥିତ ରହିବା, ଲଗାତାର 3 ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆମ ରାଜ୍ୟରେ ରହିବା, ଏଇଟା ସମସ୍ତଙ୍କ ପାଇଁ ଆମ ପାଇଁ ଗୋଟେ ଖୁସିର ବିଷୟ। ଏବଂ ଡିଜି କନଫରେନ୍ସରେ ମଧ୍ୟ ସାରା ଦେଶର ଡିଜି ଏଡିଜିପି এই ସମସ୍ତ ବରିଷ୍ଠ ପୁଲିସ ଅଧିକାରୀମାନେ ତାଙ୍କ ନିଜ ନିଜ ରାଜ୍ୟରେ ଯେଉଁମାନେ ଆଇନ ଶୃଙ୍ଖଳାର ସମସ୍ତ ଭାର ନିଜ କାନ୍ଧରେ ରଖିଛନ୍ତି, ସେ ସମସ୍ତ ବରିଷ୍ଠ ପୁଲିସ ଅଧିକାରୀମାନେ ଆମ ରାଜ୍ୟକୁ ଆସିବା, ଏହା ମଧ୍ୟ ଆମର ନୂଆ ଭାରତୀୟ ଜନତା ପାର୍ଟିର ସରକାର, ମୋହନ ମାଝୀଙ୍କ ସରକାର ଏବଂ ସାରା ରାଜ୍ୟ ପାଇଁ ଗୋଟେ ବଡ଼ ଗୌରବର ବିଷୟ ବୋଲି କହିଲେ ଅତ୍ୟୁକ୍ତି ହେବନି। ତେଣୁ ଯେଉଁଭଳି ଭାବେ ସାରା ରାଜ୍ୟ ପାଇଁ ଗୋଟେ ଗୌରବ ଆସିକି ପହଞ୍ଚିଛି, ନୂଆ ସରକାର ମୋହନ ମାଝୀଙ୍କ ନେତୃତ୍ୱରେ ତାକୁ ହୋଷ୍ଟ କରୁଛନ୍ତି। ସାରା ରାଜ୍ୟ ଆଜି ଖୁସି ଅଛି ଯେ ସାରା ଦେଶର ସମସ୍ତ ପୁଲିସ ବିଭାଗର ସର୍ବୋଚ୍ଚ କର୍ତ୍ତାମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଛନ୍ତି। ସେ ଅବସରରେ ଆଜି କଂଗ୍ରେସ ଚିରାଚରିତ ଭାବେ ଯେଉଁଭଳି ଭାବେ କଂଗ୍ରେସର ନେତୃତ୍ୱ ଦେଶ ବାହାରକୁ ଯାଇକି ଦେଶକୁ ଅନ୍ତରାଷ୍ଟ୍ରୀୟ ପ୍ରେକ୍ଷାପଟରେ ନିନ୍ଦିତ କରି ଆସୁଛନ୍ତି। ରାହୁଲ ଗାନ୍ଧୀ ବିଭିନ୍ନ ଜାଗାରେ ଯାଇକି କଂଗ୍ରେସର ବାନା ଧରିକି ଦେଶର ଯେତେ ପ୍ରକାରର ଅପମାନ ଦେଶକୁ କରାଯାଇପାରିବ, ଦେଶର ସଂସ୍କୃତିକୁ ଯେତେ ପ୍ରକାର ଅପମାନିତ କରାଯାଇପାରିବ ସେଇଟା ବାହାରେ କରି ଆସୁଛନ୍ତି। ସେଇ ସମାନ କ୍ରମରେ କଂଗ୍ରେସର ଆଜି ଯୁବ ସଂଗଠନ ଆମ ରାଜ୍ୟରେ ଆଜି ରାଜ୍ୟର ଏତେ ବଡ଼ ଗୌରବପୂର୍ଣ୍ଣ ମୁହୂର୍ତ୍ତରେ ଆମ ରାଜ୍ୟକୁ ନିନ୍ଦିତ କଲା ଭଳି ଗୋଟେ କାମ ଲଗାତାର 3 ଦିନ ଧରିକି କରି ଆସୁଛି। ଆଜିର ଯେଉଁ ପ୍ରେସମିଟ୍ରେ ସେ ବିଭିନ୍ନ ପ୍ରସଙ୍ଗ ଆଜି ତାଙ୍କର ଯୁବ ସଂଗଠନର କର୍ମକର୍ତ୍ତା କହୁଥିଲେ, ଆମକୁ ଅତି ଦୁଃଖ ଲାଗୁଛି ଯେ କଂଗ୍ରେସ ଆଜି ଦିନକୁ ଦିନ ସଂକୁଚିତ ହୋଇ ଚାଲିଥିଲା ବେଳେ ଏ ପ୍ରଚାର ପ୍ରସାରରେ ସୀମିତ ଥିବା ଏ ରାଜନୈତିକ ଦଳଟି ଆଜି ଓଡ଼ିଶାରେ ଯାହାର ନେତୃତ୍ୱ ନାହିଁ, ପିସିସି ସଭାପତି କିଏ ବୋଲି କଂଗ୍ରେସର ନିଜ କାର୍ଯ୍ୟକର୍ତ୍ତା ଖୋଜୁଛନ୍ତି, ସେଠି ମୁଣ୍ଡବିହୀନ ଗୋଟେ ଶରୀର, ଯେମିତି ଗୋଟେ ଶରୀରର ମୁଣ୍ଡ ଅଲଗା ହେଇଗଲେ ସେ ନିର୍ଜୀବ ହେଇଯାଏ, କଂଗ୍ରେସ ମଧ୍ୟ ସେଇଭଳି ଆଜି ଗୋଟେ ନିର୍ଜୀବ ସତ୍ତାରେ ପରିଣତ ହେଇଛି। ତାର ମୁଣ୍ଡ ଯେତେବେଳେ ଦେହରୁ ଅଲଗା ହେଇଯାଏ, ସେତେବେଳେ ଦେହର ଅନ୍ୟ କୌଣସି ବି ଅଙ୍ଗ ପ୍ରତ୍ୟଙ୍ଗ ନିଜର କାମ କ'ଣ ଜାଣିପାରନ୍ତିନି, କୁଆଡ଼େ ଯିବେ, କ'ଣ କରିବେ, ତାଙ୍କ ପାଇଁ କ'ଣ କାମ ଆସାଇନ୍ ଅଛି, ତାଙ୍କୁ ଯେଉଁ ଜାଗାରୁ ନିର୍ଦ୍ଦେଶ ମିଳିବା କଥା ସେ ବ୍ରେନ୍ଟି ସେଇ ମୁଣ୍ଡଟି ଯେତେବେଳେ ଅଲଗା ହେଇଯାଏ, ସେତେବେଳେ ସେମାନେ ନିଜର କାମ ବିଷୟରେ କି ଅବଗତ ହେଇପାରନ୍ତିନି। କଂଗ୍ରେସର ଅବସ୍ଥା ମଧ୍ୟ ଆମ ରାଜ୍ୟରେ ଆଜି ସେଇଆ, ସେମାନେ କେହି ନିଜର କାମ ବିଷୟରେ ଅବଗତ ହେଇପାରୁନାହାନ୍ତି, ସେମାନେ ଜାଣିପାରୁନାହାନ୍ତି ଯେ ତାଙ୍କୁ କ'ଣ କରିବାର ଅଛି। ସେଥିପାଇଁ ଏଇଭଳିଆ ସବୁ ବିଭ୍ରାନ୍ତିକର ଏବଂ ନିଜ ମନକୁ ସୁହାଇଲା ଭଳି, ଅର୍ଥାତ୍ ନିଜ ମନକୁ ସୁହାଉ କିନ୍ତୁ ରାଜ୍ୟ ପଛେ ନିନ୍ଦିତ ହଉ, ଏଇ ଢାଞ୍ଚାରେ ଏଇ ନ୍ୟାୟରେ କଂଗ୍ରେସ ତାର ପ୍ରେସମିଟ୍ ଏଇଭଳିଆ ଅବାନ୍ତକର ବିବୃତ୍ତି ସବୁ ଦେବାରେ ବ୍ୟସ୍ତ ଅଛି। ଆମେ କଂଗ୍ରେସର ଯେଉଁମାନେ ବି କର୍ମକର୍ତ୍ତା ଅଳ୍ପ ବହୁତ ବଞ୍ଚିଛନ୍ତି ସେମାନଙ୍କୁ ଅନୁରୋଧ କରୁଛୁ, ଆଗ ନିଜକୁ ସଜାଡ଼ନ୍ତୁ, ନିଜର ମୁଣ୍ଡ କିଏ ହେବ ତାକୁ ସ୍ଥିର କରନ୍ତୁ ଏବଂ ନିଜେ ଆଗ କେଉଁ ଦିଗରେ ପରିଚାଳିତ ହେବେ ତାକୁ ବାଛି ସାରନ୍ତୁ ଏବଂ ଯାହା ବି କରିବାର ଅଛି ସେ ଜିନିଷ ରାଜନୈତିକ ମର୍ଯ୍ୟାଦା ଭିତରେ ଯେଉଁ ମର୍ଯ୍ୟାଦା ଆପଣ ଅନ୍ୟମାନଙ୍କ ପାଇଁ ଉପଯୁକ୍ତ ବୋଲି ଭାବୁଛନ୍ତି ସେ ମର୍ଯ୍ୟାଦା ନିଜ ପାଇଁ ଲାଗୁ କରନ୍ତୁ ଏବଂ ରାଜନୈତିକ ମର୍ଯ୍ୟାଦା ସବୁବେଳେ ଶିଖି ଆସିଛି ରାଜ୍ୟର ସ୍ୱାର୍ଥ ଆଗ, ରାଜ୍ୟର ସମ୍ମାନ ଆଗ ଏବଂ ରାଜନୀତି ପଛ। ତେଣୁ ରାଜ୍ୟରେ ଯେତେବେଳେ ଆଜି ସମ୍ମାନର ବିଷୟ ଆସିଛି, ଗୌରବର ବିଷୟ ଆସିଛି, ସେହି ସମୟରେ ରାଜ୍ୟର ସମ୍ମାନ, ରାଜ୍ୟର ଗୌରବକୁ ଆଗରେ ରଖି କଂଗ୍ରେସ ଏସବୁ ବିଭ୍ରାନ୍ତିକର ତଥ୍ୟ ମନ୍ତବ୍ୟ ଆଜି ଦେବାର ନିବୃତ୍ତ ରହୁ, ଏଇଟା ଆମର ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ତାଙ୍କୁ ପରାମର୍ଶ।